ସମସ୍ତଙ୍କୁ ନମସ୍କାର। ଆଶା କରେ ସମସ୍ତେ ଭଲ ଅଛନ୍ତି। ଆଉ ଚାଲନ୍ତୁ ଆମେ କିଛି ମୁଖ୍ୟ ଟପିକକୁ ନେଇକି କଥା ହେବା। ଆପଣମାନେ ଯେତେବେଳେ ବଞ୍ଚୁଛନ୍ତି ଜଗତରେ ଏଠି ଅନେକ ଗୁଡ଼ିଏ ମେସିନ ଗୁଡ଼ାକ ତିଆରି ହେଇଛି ଆଉ ମନୁଷ୍ୟର ଶରୀରକୁ ଚେକଅପ୍ କରିବା ନିମନ୍ତେ। ସତରେ ଆମେ ଯେତେବେଳେ ଦେଖିବା ଆଉ ବର୍ତ୍ତମାନ ବିଜ୍ଞାନ ହେଉଛି ବହୁତ ଉନ୍ନତ ହେଇଛି ଆଉ ଅନେକ ଗୁଡ଼ିଏ ବିଷୟରେ ବୈଜ୍ଞାନିକ ମାନେ ଆବିଷ୍କାର କରୁଅଛନ୍ତି। ଆଉ ଯଦି ଆମେ ଦେଖିବା ମୁଖ୍ୟତଃ ମନୁଷ୍ୟର ଶରୀରକୁ ଚେକଅପ୍ କରିବା ପାଇଁ ଆଉ ମନୁଷ୍ୟର ମନୁଷ୍ୟ ଶରୀର ଭିତରେ ଦୁଇ ପ୍ରକାର ଅଙ୍ଗ ଅଛି। ଗୋଟେ ପ୍ରକାର ଅଙ୍ଗ ଯାହାକି ଆମେ ଦେଖୁଛୁ ଆଉ ଗୋଟେ ପ୍ରକାର ଅଙ୍ଗ ଅଛି ଯାହାକି ଆମେ ଦେଖିପାରୁନୁ। ସେଥିପାଇଁ ଏ ଦୁନିଆରେ ବହୁତ ଗୁଡ଼େ ଟେକ୍ନୋଲୋଜି ଡେଭଲପ୍ ହେଇଛି ଯାହାକି ବୈଜ୍ଞାନିକ ମାନେ ତିଆରି କରିଛନ୍ତି। ଆଉ ତ ଆମେ ଯଦି ଦେଖିବାକୁ କହିଲେ ସେଠି ଜଣେ ମନୁଷ୍ୟର ଜୀବନରେ ଯଦି ବ୍ରେନରେ କିଛି ଗୋଟେ ବିଶେଷ ସମସ୍ୟା ଅଛି ତ ସେଥିପାଇଁ ଏମ୍ଆର୍ଆଇ ମେସିନ୍ ପ୍ରକୃତରେ ଅଛି। ଏମ୍ଆର୍ଆଇ କଲେ ଏ ମନୁଷ୍ୟର ବ୍ରେନ୍ ଭିତରେ କ'ଣ ସମସ୍ୟା ଅଛି ସେ ବିଷୟରେ ପ୍ରକୃତରେ ଏମ୍ଆର୍ଆଇ କଲା ପରେ ଆମେ ତାର ରିପୋର୍ଟ ପ୍ରକୃତରେ ପାଉଛୁ ସଠିକ୍ ଭାବରେ। ଆଉ ସିଟି ସ୍କାନ୍ ଅଛି ଆଉ ଏକ୍ସରେ ଅଛି। ଯେତେବେଳେ ଆମର କୌଣସି ସମସ୍ୟା ହେଇଛି କି ଗୋଡ଼ ଭାଙ୍ଗିଛି ଆମେ ଏକ୍ସରେ କଲେ ଜଣା ପଡୁଛି। ଅଲ୍ଟ୍ରାସାଉଣ୍ଡ ଅଛି ଯୋଉଟା କି ପେଟ ଭିତରେ ଥିବା ସମସ୍ୟାକୁ ପ୍ରକୃତରେ ଆମେ ଜାଣିପାରୁଛୁ। ଆଉ ସେ ପ୍ରକାର ଅନେକ ଗୁଡ଼ିଏ ମେସିନ୍ ଗୁଡ଼ାକ ଅଛି। ମେମୋଗ୍ରାଫି ମେସିନ୍ ଅଛି, ମାଇକ୍ରୋସ୍କୋପ ମେସିନ୍ ଅଛି, ବ୍ଲଡ ଆନାଲାଇସିସ୍ ଅଛି, ୟୁରିନ୍ ଆନାଲାଇଜର ଅଛି, ଇସିଜି ଅଛି, ଇଇଜି ଅଛି, ବିପି ମେସିନ୍ ଅଛି, ଆଉ ପଲ୍ସ ଅକ୍ସିମିଟର ଅଛି, ଆଉ ଇଣ୍ଡୋସ୍କୋପି ଅଛି, କୋଲୋନୋସ୍କୋପି ଅଛି, ଆଉ ସ୍ପାଇରୋମିଟର ଅଛି। ଏ ପ୍ରକାର ଅନେକ ଗୁଡ଼ିଏ ମେସିନ୍ ପ୍ରକୃତରେ ଦୁନିଆରେ ତିଆରି ହେଇଛି ଯାହାକି ମନୁଷ୍ୟର ଭିତରେ ଅଙ୍ଗ ଆଉ ଉପରେ ଅଙ୍ଗକୁ ପ୍ରକୃତରେ ଚେକଅପ୍ କଲା ପରେ ସଠିକ୍ ରିପୋର୍ଟ ପ୍ରକୃତରେ ଦେଇପାରୁଛି। କିନ୍ତୁ ବୈଜ୍ଞାନିକ ମାନେ ଗୋଟେ ବିଷୟକୁ ମାନେ ତିଆରି କରିପାରିନାହାନ୍ତି, ସେଟା ହଉଛି ମନୁଷ୍ୟର ହୃଦୟ ଭିତରେ କ'ଣ ଚାଲିଛି ଆଉ ମନୁଷ୍ୟର ହୃଦୟରେ କାହିଁକି ପ୍ରକୃତରେ ସମସ୍ୟା ଅଛି ଆଉ ମନୁଷ୍ୟର ହୃଦୟକୁ ଚେକଅପ୍ କରିବା ପାଇଁ ପ୍ରକୃତରେ ମେସିନ୍ ପ୍ରକୃତରେ ତିଆରି ହେଇନାହିଁ। ଆଉ ମନୁଷ୍ୟର ହୃଦୟରେ କ'ଣ ଚାଲିଛି, ମନୁଷ୍ୟର ମନରେ କେଉଁ ପ୍ରକାର ମନ ଅଛି, ତ ସେ ବିଷୟ ଚେକଅପ୍ କରିବା ପାଇଁ ସେ ପ୍ରକାର ରିପୋର୍ଟକୁ ପ୍ରକୃତରେ ଆଣିବା ପାଇଁ କି ତଥ୍ୟ ବାହାର କରିବା ପାଇଁ ମନୁଷ୍ୟ ଆଜି ପର୍ଯ୍ୟନ୍ତ ସେ ପ୍ରକାର ମେସିନ୍କୁ ତିଆରି କରିପାରିନି। କିନ୍ତୁ ବାଇବଲରେ ଯେତେବେଳେ ଆମେ ଦେଖୁଛୁ, ବାଇବଲ ହେଉଛି ଗୋଟେ ପୁସ୍ତକ ଯାହାକି ପ୍ରଭୁଙ୍କର ପୁସ୍ତକ। ଆଉ ଗୋଟେ ପ୍ରଭୁ ପ୍ରକୃତିରେ ଲେଖି ଅଛନ୍ତି ଏକ୍ଜାକ୍ଟଲି ମଣିଷର ହୃଦୟ ଭିତରେ କ'ଣ ଚାଲିଛି ଆଉ ମନୁଷ୍ୟର ଚିନ୍ତା ଭିତରେ କେଉଁ ପ୍ରକାର ଚିନ୍ତା କାର୍ଯ୍ୟ କରୁଅଛି। ଏ ବାଇବଲ ହେଉଛି ଗୋଟେ ଦର୍ପଣ କରି ସେ ସମସ୍ତ ବିଷୟକୁ ପ୍ରକୃତରେ ପ୍ରକାଶ କରୁଛି। ସେଥିପାଇଁ ଜିରିମିୟ ପୁସ୍ତକ ବୋଲି ବାଇବଲରେ ପୁସ୍ତକ ଅଛି, ବାଇବଲରେ ଗୋଟେ ବାକ୍ୟ ଅଛି। ମୁଁ ଆପଣମାନଙ୍କୁ ତାହା ଦେଖେଇବା ପାଇଁ ଚାହେଁ। ଆପଣମାନେ ଯେ କେହି ବି ମୋର ଭିଡ଼ିଓ ପ୍ରକୃତରେ ଦେଖୁଛନ୍ତି ଆଉ ଯତ୍ନ ସହକାରେ ଶୁଣନ୍ତୁ। ଆଉ ଆପଣମାନେ ଯଦି ଖ୍ରୀଷ୍ଟିଆନ ଅଛନ୍ତି ତେବେ ବାଇବଲକୁ ଉଲ୍ଟାନ୍ତୁ ଆଉ ଦେଖନ୍ତୁ। ଯଦି ବି ଖ୍ରୀଷ୍ଟିଆନ ବି ନାହାନ୍ତି, ଆପଣମାନେ ଯୋଉ ଧର୍ମର ବି ଥାନ୍ତୁ ନା କାହିଁକି, କିନ୍ତୁ ଥରେ ଆପଣମାନେ ଏ ଭିଡ଼ିଓକୁ ଦେଖନ୍ତୁ ଆଉ ଶୁଣନ୍ତୁ। ଜିରିମିୟ ପୁସ୍ତକ ବୋଲି ଗୋଟେ ପୁସ୍ତକ ଅଛି, 17 ପର୍ବର 9 ପଦ ଆଉ 10 ପଦ। ଅନ୍ତଃକରଣ ସବୁଠାରୁ କପଟମୟ, ଅପ୍ରୀତି କାର୍ଯ୍ୟରେ ପୀଡ଼ିତ କିଏ ତାହା ଜାଣିପାରେ। ତ ବାଇବଲରେ ଯଦି ଆମେ ଦେଖିବା ଅନ୍ତଃକରଣ ବିଷୟରେ ବାଇବଲ କଥା କହୁଛି। ଅନ୍ତଃକରଣର ଅର୍ଥ ହେଉଛି ମନୁଷ୍ୟର ହୃଦୟ। ସେଥିପାଇଁ ମନୁଷ୍ୟର ହୃଦୟ ହେଉଛି ସବୁଠାରୁ କପଟମୟ ବୋଲି ବାଇବଲ କହୁଛି। ଆଉ ଅପ୍ରୀତି କାର୍ଯ୍ୟରେ ବି ପୀଡ଼ିତ କିଏ ତାହା ଜାଣିପାରେ। ସେଥିପାଇଁ ମନୁଷ୍ୟର ହୃଦୟ ଭିତରେ ଚାଲିଥିବା ବିଷୟ ଆଉ ମନ ଭିତରେ ଥିବା ବିଷୟକୁ ମନୁଷ୍ୟ କେବେ ମଧ୍ୟ ତାର କୌଣସି ପ୍ରକୃତିରେ ପ୍ରମାଣ ପ୍ରକୃତିରେ ପାଇପାରୁନାହାନ୍ତି। କିନ୍ତୁ ବାଇବଲ ହେଉଛି ଗୋଟେ ଏ ପ୍ରକାର ପୁସ୍ତକ ଯିଏକି ଆ ପୁରା ମନୁଷ୍ୟ ଯେତେବେଳେ ଦର୍ପଣ ସମ୍ମୁଖରେ ଛିଡ଼ା ହେଉଛି ଆଉ ଦର୍ପଣ ସମ୍ମୁଖରେ ଛିଡ଼ା ହେଲା ପରେ ମନୁଷ୍ୟ
ନିଜର ମୁହଁକୁ ଯେମିତି ପ୍ରକୃତିରେ ଦେଖିପାରୁଛି, ଠିକ୍ ସେହିପରି ଏ ବାଇବଲ ହେଉଛି ମନୁଷ୍ୟର ହୃଦୟକୁ ପ୍ରକୃତିରେ ପ୍ରକାଶ କରୁଥିବା ଗୋଟେ ପୁସ୍ତକ। ସେଥିପାଇଁ ଦୁନିଆରେ ସବୁଠୁ ଅଧିକ ସେଲିଂ ହେଉଥିବା ପୁସ୍ତକ ପୁସ୍ତକମାନଙ୍କ ମଧ୍ୟରୁ ବାଇବଲ ଗୋଟେ ପୁସ୍ତକ ଯୋଉଟାକି ଏକ ନମ୍ବରରେ ପ୍ରକୃତିରେ ଆସେ। ତ ମୁଁ ବି ଯେତେବେଳେ ଜାଣିନଥିଲି ଏ ବିଷୟକୁ, ତେଣୁ ମୋ ହୃଦୟରେ ମୁଁ ବହୁତ ଷ୍ଟ୍ରଗଲ୍ କରୁଥିଲି, ବହୁତ ବହୁତ ଗୁଡ଼େ ପରିଶ୍ରମ କରୁଥିଲି। ନୂଆ ବର୍ଷ ଯେତେବେଳେ ଆସେ ମୁଁ ଅନେକ ଥର ମୁଁ ପ୍ରତିଜ୍ଞା କରିଛି ମୁଁ ଭୁଲ ରାସ୍ତାରେ ଯିବି ନାହିଁ କହିକି, କିନ୍ତୁ ମୁଁ କେବେ ମଧ୍ୟ ସେ ପ୍ରକାର ଲାଇଫ୍ ମୁଁ କାଟି ପାରିନି। ଆଉ ସେ ପ୍ରକାର ରାସ୍ତାରେ ମୁଁ ଯିବା ପାଇଁ ଚାହିଁଲେ ମୁଁ କେବେ ଯାଇପାରିନି। ତେଣୁ ମୁଁ ବହୁତ ଥର ଖୋଜୁଥିଲି କାହିଁକି ମୁଁ ଫେଲର ହେଉଛି, କାହିଁକି ପ୍ରକୃତିରେ ମୋର ଜୀବନରେ ଫେଲର ପ୍ରକୃତିରେ ଅଛି କହିକି ମୁଁ ଅଧିକାଂଶ ସମୟରେ ବହୁତ ଚିନ୍ତା କରୁଥିଲି। କିନ୍ତୁ ଦିନେ ମୁଁ ଜାଣିବାକୁ ପାଇଲି ଯେ ମୋ ଭିତରେ, ମୋର ହୃଦୟ ଭିତରେ, ମୋର ହୃଦୟ ହେଉଛି କପଟମୟ ଆଉ ଅପ୍ରୀତି କାର୍ଯ୍ୟରେ ପୀଡ଼ିତ, କିଏ ତାହା ଜାଣିପାରେ। ସେଥିପାଇଁ ମୋର ହୃଦୟକୁ ଜାଣିବା ପାଇଁ କେବଳ ଜଣେ ଅଛନ୍ତି, ସେ ହେଉଛନ୍ତି ଈଶ୍ୱର। ଈଶ୍ୱରଙ୍କ ଛଡ଼ା ମୋର ହୃଦୟ ଭିତରେ କ'ଣ ଚାଲିଛି ଏ ଜଗତରେ କେହି ମଧ୍ୟ ପ୍ରକୃତିରେ ଜାଣିପାରିବେ ନାହିଁ। ସେଥିପାଇଁ ଲୋକମାନେ ନିଜର ହୃଦୟକୁ ଜାଣିବା ପାଇଁ, ନିଜର ହୃଦୟ ବିଷୟରେ ଜାଣିବା ପାଇଁ, ନିଜର ମନ ବିଷୟରେ ନିଜର ମନକୁ ଜାଣିବା ପାଇଁ ଆଉ ନିଜର ଫ୍ୟୁଚରକୁ ପ୍ରକୃତିରେ ଜାଣିବା ପାଇଁ ଲୋକମାନେ ଯେତେବେଳେ ପ୍ରଭୁଙ୍କ ସମ୍ମୁଖକୁ ଫେରିବେ, ଲୋକମାନେ ଏ ପ୍ରକାର ଭାବରେ ଈଶ୍ୱରଙ୍କ ଦ୍ୱାରା କଢ଼େଇକି ନେଇଯିବେ ଆଉ ଈଶ୍ୱରଙ୍କ ଦ୍ୱାରା ପ୍ରକୃତିରେ ସେମାନେ ନିଜ ବିଷୟରେ ପ୍ରକୃତିରେ ଜାଣିପାରିବେ। ସେଥିପାଇଁ ଦଶ ପଦରେ ଲେଖା ହେଇଛି, ଆଉ ସଦାପ୍ରଭୁ ପ୍ରତ୍ୟେକ ମନୁଷ୍ୟକୁ ତାହାର ଆଚରଣ ଅନୁସାରେ ତାହାର କର୍ମର ଫଳ ଦେବା ପାଇଁ ଅନ୍ତଃକରଣ ଅନୁସନ୍ଧାନ କରୁ, ଆମ୍ଭେ ମର୍ମ ପରୀକ୍ଷା କରୁ। ତ ଏଇ ଜାଗାରେ ପରମେଶ୍ୱର ମନୁଷ୍ୟର ଆଚରଣ ଅନୁସାରେ ତାର କର୍ମର ଫଳକୁ ଦେବା ପାଇଁ ମନୁଷ୍ୟ ପ୍ରତି କ'ଣ କରୁଅଛନ୍ତି ପରମେଶ୍ୱର? ଅନ୍ତଃକରଣ ଅନୁସନ୍ଧାନ କରୁ ଲେଖା ହେଇଛି, ମର୍ମ ପରୀକ୍ଷା କରୁ। ଅନ୍ତଃକରଣ ମାନେ ହୃଦୟ, ମର୍ମ ମାନେ ମନ। ସେଥିପାଇଁ ପରମେଶ୍ୱର ମନୁଷ୍ୟର ଜୀବନରେ ଦୁଇଟା ବିଷୟକୁ ଚେକ୍ କରୁଛନ୍ତି, ଆଉ ସେ ଅନୁସାରେ ମନୁଷ୍ୟ ଜୀବନରେ ପରମେଶ୍ୱର କାମ କରିବା ପାଇଁ ଚାହୁଁଛନ୍ତି। ସେଥିପାଇଁ ପରମେଶ୍ୱର ମନୁଷ୍ୟ ବିଷୟରେ ଭଲସେ ଜାଣିଛନ୍ତି ଯେ ମନୁଷ୍ୟ କେତେ ଦୁଷ୍ଟ, କେତେ ମନ୍ଦ। ଆଦି ପୁସ୍ତକ 6 ପର୍ବର 5 ପଦରେ ଗୋଟେ ବାକ୍ୟ ଅଛି, ଅନନ୍ତର ସଦାପ୍ରଭୁ ଦେଖିଲେ ଯେ ପୃଥିବୀର ମନୁଷ୍ୟର ଦୁଷ୍ଟତା ଅତି ବଡ଼, ତାହାର ଅନ୍ତଃକରଣ ଭାବନାର ପ୍ରତ୍ୟେକ କଳ୍ପନା ଅବିରତ ମନ୍ଦ ମାତ୍ର। ତ ମନୁଷ୍ୟ ହେଉଛି ଅବିରତ ମନ୍ଦ। ସେଥିପାଇଁ ମନୁଷ୍ୟ କେବେ ମଧ୍ୟ ସତ କହିପାରିବ ନାହିଁ, ମନୁଷ୍ୟ ହେଉଛି ମିଥ୍ୟାବାଦୀ। ସେଥିପାଇଁ ଫାଷ୍ଟ ବିଷୟ ହେଉଛି ମନୁଷ୍ୟ ନିଜକୁ ମିଥ୍ୟାବାଦୀ ବୋଲି ଗ୍ରହଣ ଯେତେବେଳେ କରିବ, ସେ ସମୟରେ ସେ ପ୍ରଭୁଙ୍କ ଦ୍ୱାରା କଢ଼େଇକି ନିଆଯିବ, ସେ ସମୟରେ ପ୍ରଭୁଙ୍କର ସ୍ୱର ସେ ଶୁଣିପାରିବ। ଯେଉଁ ପର୍ଯ୍ୟନ୍ତ ମନୁଷ୍ୟ ନିଜକୁ ଠିକ୍ ପ୍ରକୃତିରେ ପ୍ରମାଣିତ କରିବ, ଯେଉଁ ପର୍ଯ୍ୟନ୍ତ ନିଜକୁ ଠିକ୍ ବୋଲି ପ୍ରକୃତିରେ ମନୁଷ୍ୟ ଧରିକି ଯେତେବେଳେ ରହିବ, ମନୁଷ୍ୟ କେବେ ମଧ୍ୟ ପ୍ରଭୁଙ୍କ ରାସ୍ତାରେ ଯାଇପାରିବ ନାହିଁ। ପ୍ରଭୁଙ୍କ ଭିତରେ ଥିବା ଆଶୀର୍ବାଦ ମଧ୍ୟ କେବେ ପାଇପାରିବ ନାହିଁ। ଏ ଦୁନିଆରେ ଆମେ ଅନେକ ଗୁଡ଼ିଏ ବିଷୟ ଆମେ ଶୁଣୁଛୁ, ସୋସିଆଲ ମିଡ଼ିଆରେ ହଉ, ୟୁଟ୍ୟୁବରେ ହଉ, ଫେସବୁକରେ ହଉ, କି ଅନେକ ଗୁଡ଼ିଏ ଲୋକମାନେ ପ୍ରକୃତିରେ ଟ୍ୱିଟ୍ ପ୍ରକୃତିରେ ପଢ଼ୁଛନ୍ତି। ଆମେ ଅନେକ ଲୋକଙ୍କର ଖବରକାଗଜ ପ୍ରକୃତିରେ ପଢ଼ୁଛୁ। ପ୍ରଥମରେ ଲୋକମାନେ ଭଲ ଉପଦେଶ ଦିଅନ୍ତି, କିନ୍ତୁ ସେ ଉପଦେଶ ମଧ୍ୟ ସେମାନେ ରଖିପାରନ୍ତି ନାହିଁ। ଏକ୍ଜାମ୍ପଲ ଆପଣମାନେ ଦେଖିପାରୁଥିବେ ଆଜିକାଲି ଉପକାର ଦୁନିଆ ପ୍ରକୃତିରେ ଚାଲିଛି। ଆଉ ସେ ବିଷୟରେ ଆପଣମାନେ ଯେତେବେଳେ ମେଡିଟେସନ କରିବେ ଆଉ ଚିନ୍ତା କରିବେ, ସତରେ ମନୁଷ୍ୟ ପାଖରେ କେବେ ମଧ୍ୟ ସତ ପ୍ରକୃତିରେ ନାହିଁ। ସେଥିପାଇଁ ମନୁଷ୍ୟ ଯାହା ପ୍ରକୃତିରେ ପ୍ରତିଶ୍ରୁତି ଦେଉଛି, ମନୁଷ୍ୟ ସେଇଟା କେବେ ମଧ୍ୟ କରିପାରିବ ନାହିଁ। ସେଥିପାଇଁ ମନୁଷ୍ୟ ଯେଉଁ ପ୍ରତିଶ୍ରୁତି ଦେବାଟା ମଧ୍ୟ ବେଶୀ ଭୁଲ ବିଷୟ। ସେଥିପାଇଁ ମନୁଷ୍ୟ ଗୋଟେ ବିଷୟ ଜାଣିବା ଦରକାର କି ମୋ ପାଖରେ ସତ୍ୟ ନାହିଁ, ମୁଁ ହେଉଛି ମିଥ୍ୟାବାଦୀ, ଆଉ ମୋର ପିତା ହେଉଛନ୍ତି ମିଥ୍ୟାବାଦୀର ପିତା। ସେଥିପାଇଁ ମନୁଷ୍ୟ ଯେତେବେଳେ ଜାଣିବ, ସେ ସମୟରେ ମନୁଷ୍ୟ ନିଜର ରାସ୍ତାକୁ ପ୍ରକୃତିରେ ପରିତ୍ୟାଗ କରିବ। ଯିଶାୟ ପୁସ୍ତକ 55 ପର୍ବର 7 ପଦରେ ଲେଖା ହେଇଛି, ମୁଁ ଆପଣମାନଙ୍କୁ ସେ ବାକ୍ୟ ଦେଖାଇବା ପାଇଁ ଚାହେଁ। ଯିଶାୟ ପୁସ୍ତକ 55 ପର୍ବର 7 ପଦ, ଦୁଷ୍ଟ ଆପଣାର ପଥ ଓ ଅଧାର୍ମିକ ଆପଣା ସଂକଳ ପରିତ୍ୟାଗ କରୁ। ଏ ଜାଗାରେ ଦୁଇଟା ବିଷୟ ଆମେ ଦେଖିପାରିବା, ଦୁଷ୍ଟ ଆପଣାର ପଥ, ଅଧାର୍ମିକ ଆପଣା ସଂକଳ ପରିତ୍ୟାଗ କର। ଫାଷ୍ଟ ବିଷୟ ହେଉଛି ମନୁଷ୍ୟ ହେଉଛି ଦୁଷ୍ଟ ଆଉ ମନୁଷ୍ୟ ହେଉଛି ଅଧାର୍ମିକ। ସେଥିପାଇଁ ପରମେଶ୍ୱର କ'ଣ କହିଲେ? ଏଟାକୁ ପରିତ୍ୟାଗ କର ବୋଲି କହିଲେ। କିନ୍ତୁ ଲୋକମାନେ ନିଜର ରାସ୍ତାକୁ ଠିକ୍ ମନେ କରିଥାନ୍ତି,
ନିଜର ଭାବନାକୁ ପ୍ରକୃତରେ ଠିକ କହିଥାନ୍ତି। ନିଜର ପ୍ରତିଜ୍ଞାକୁ ସେମାନେ ବିଶ୍ୱାସ କରିଥାନ୍ତି। ସେଥିପାଇଁ ଲୋକ ଯେତେବେଳେ ନିଜର ପ୍ରତିଜ୍ଞା ନିଜେ ପ୍ରକୃତରେ ରଖନ୍ତି, ଲୋକ ବେଶୀ ସହଜରେ ଠକି ଯାଆନ୍ତି। ଆଉ ଲୋକ ପରବର୍ତ୍ତୀ ସମୟରେ ଲୋକଙ୍କ ଦ୍ୱାରା ପ୍ରକୃତରେ ଗାଳି ଖାଇଥାନ୍ତି। କିନ୍ତୁ ତଳେ ଯଦି ଆମେ ଦେଖିବା, ସେ ସଦାପ୍ରଭୁଙ୍କ ପ୍ରତି ଫେରୁ ଲେଖାଇଛି। ତ ପରମେଶ୍ୱର କଣ ଚାହାନ୍ତି ମନୁଷ୍ୟ ପ୍ରତି? ପ୍ରତ୍ୟେକ ଲୋକମାନେ ପ୍ରଭୁଙ୍କ ଆଡ଼କୁ ଫେରନ୍ତୁ, ପ୍ରଭୁଙ୍କୁ ଜାଣନ୍ତୁ, ପ୍ରଭୁଙ୍କୁ ଚିହ୍ନନ୍ତୁ, ପ୍ରଭୁଙ୍କର ବାକ୍ୟ ଗ୍ରହଣ କରନ୍ତୁ, ପ୍ରଭୁଙ୍କ ଦ୍ୱାରା ପ୍ରକୃତରେ କଢ଼େଇକି ନିଆଯାଆନ୍ତୁ। ଏଇଟା ହଉଛି ପ୍ରଭୁଙ୍କର ଇଚ୍ଛା, ପ୍ରଭୁ ଏଇଟା ଚାହାନ୍ତି। ସେଥିପାଇଁ ପରମେଶ୍ୱର କହିଲେ ସେ ସଦାପ୍ରଭୁଙ୍କ ପ୍ରତି ଫେରୁ, ତହିଁରେ ସେ ତାହାକୁ ଦୟା କରନ୍ତି। ସେଥିପାଇଁ ମନୁଷ୍ୟ ସେ କେତେବେଳେ ଦୟା ପାଇବ? ଯେତେବେଳେ ମନୁଷ୍ୟ ପରମେଶ୍ୱରଙ୍କ ଆଡ଼କୁ ଫେରିବ, ପରମେଶ୍ୱରଙ୍କର ବାକ୍ୟ ତାଙ୍କ ହୃଦୟରେ ଯେତେବେଳେ ଜାଗା ପାଇବ, ମନୁଷ୍ୟ ପରମେଶ୍ୱରଙ୍କ ଦ୍ୱାରା କ୍ଷମା ପାଇବ। ଆଉ ପରମେଶ୍ୱର ମଧ୍ୟ ମନୁଷ୍ୟକୁ କ୍ଷମା ଦେଇପାରିବେ। ତଳେ ଲେଖା ହେଇଛି, ଆଉ ସେ ଆମମାନଙ୍କ ପରମେଶ୍ୱରଙ୍କ ପ୍ରତି ଫେରୁ। ସେଥିପାଇଁ ପରମେଶ୍ୱର କଣ କହିଲେ? ସେ ସେ ଆମ୍ଭ ପରମେଶ୍ୱରଙ୍କ ପ୍ରତି ଫେରୁ ଲେଖା ହେଇଛି। କାରଣ ସେ ବହୁଳ ରୂପରେ କ୍ଷମା କରିବେ। ସେଥିପାଇଁ ପରମେଶ୍ୱର ପ୍ରତ୍ୟେକ ମନୁଷ୍ୟକୁ ଜଗି ଅଛନ୍ତି। ମନୁଷ୍ୟ କେତେବେଳେ ରିଟର୍ଣ୍ଣ କରିବ, କେତେବେଳେ ରିଟର୍ଣ୍ଣ କରିବ, କେତେବେଳେ ତାକୁ ଦୟା ଦେବି। ତ ପରମେଶ୍ୱରଙ୍କ ପାଖରେ ଦୟା ଅଛି। ମନୁଷ୍ୟ କେବଳ ପରମେଶ୍ୱରଙ୍କ ଭିତରେ ହିଁ ଦୟା ପାଇପାରିବ। ପରମେଶ୍ୱର ମନୁଷ୍ୟ ପରମେଶ୍ୱରଙ୍କ ଭିତରେ ହିଁ ଜଣେ ପାପରୁ ଉଦ୍ଧାର ପାଇପାରିବ। ମନୁଷ୍ୟ ପାପରୁ ଜନ୍ମ ହେଲା ଆଦମ ହବାଙ୍କ ଦ୍ୱାରା। କିନ୍ତୁ ସେ ମନୁଷ୍ୟ ଦିନେ ଚେଷ୍ଟା କରୁଛି, ପରିଶ୍ରମ କରୁଛି ଭଲ କରିବା ପାଇଁ। ଭଲ ମଞ୍ଜ ଭଲ 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 ଗଛ ଭଲ ଫଳ ଫଳେ, ମନ୍ଦ ଗଛ ମନ୍ଦ ଫଳ ଫଳେ। ମନୁଷ୍ୟ ହଉଛି ସଦାବେଳେ ମନ୍ଦ, ସେଥିପାଇଁ ମନୁଷ୍ୟର ପ୍ରତିରୂପ ହଉଛି ଭଲ ମନ୍ଦ ଗଛ। କିନ୍ତୁ ଯୀଶୁ ଯୀଶୁ ଖ୍ରୀଷ୍ଟ ହଉଛନ୍ତି ଭଲ ଗଛ, ସେଥିପାଇଁ ତାର ପ୍ରତିରୂପ ହଉଛି ଭଲ ଫଳ। ସେଥିପାଇଁ ଯୀଶୁଙ୍କୁ ଗ୍ରହଣ କଲେ ଲୋକ ଭଲ ଫଳ ଫଳି ପାରିବେ, କିନ୍ତୁ ଶୈତାନଙ୍କୁ ଗ୍ରହଣ କଲେ ମନ୍ଦ ଫଳ ଫଳିବେ। ସେଥିପାଇଁ ଲୋକମାନଙ୍କ ଜୀବନରେ କିଏ କାର୍ଯ୍ୟ କରୁଛି? ଶୈତାନ କାର୍ଯ୍ୟ କରୁଛି। ସେଥିପାଇଁ ଶୈତାନ ସଦାବେଳେ ପ୍ରକୃତିରେ ମନୁଷ୍ୟକୁ ଠକୁଛି, କିଛି ଗୋଟେ ବିଷୟ କରେ, କିଛି ଗୋଟେ ବିଷୟ କରେ ବୋଲି। କିନ୍ତୁ ମନୁଷ୍ୟ ଜାଣିବା ଦରକାର କି ମୁଁ କିଛି କରିପାରିବି ନାହିଁ, ମୋ ଭିତରେ କୌଣସି ଭଲ ବିଷୟ ନାହିଁ, ମୁଁ ଭଲ ଲୋକ ନାହିଁ, ଆଉ ମୁଁ ହେଉଛି ଦୁଷ୍ଟ ଲୋକ, ମନ୍ଦ ଲୋକ। ଫାଷ୍ଟ ବିଷୟ ମନୁଷ୍ୟ ଏ ବିଷୟକୁ ସ୍ୱୀକାର କରିବା ଦରକାର ନିଜ ହୃଦୟ ଭିତରେ। କି ଯେତେବେଳେ ମନୁଷ୍ୟ ନିଜ ହୃଦୟ ଭିତରେ ଏ ପ୍ରକାର ବିଷୟକୁ ସ୍ୱୀକାର କରିବ, ମନୁଷ୍ୟ ମହାନ ଅନୁଗ୍ରହ ଦୟାକୁ ପ୍ରକୃତିରେ ପାଇବ ପରମେଶ୍ୱରଙ୍କ ଭିତରେ। ସେଥିପାଇଁ ସତରେ ମୁଁ ଆଜି ଗୋଟେ ବିଷୟ ଆପଣମାନଙ୍କୁ ଦେଖେଇବି। ଆପଣମାନେ ସାମ୍ବାଳୁଆ ପୋକ ବିଷୟରେ ଶୁଣିଥିବେ। ତ ମୁଁ ବି ଏ ସାମ୍ବାଳୁଆ ପୋକକୁ ଦେଖିଲେ ମତେ ବହୁତ ଘୃଣା ଲାଗେ। ମତେ ଟିକେ ବି ପସନ୍ଦ ନାହିଁ ସାମ୍ବାଳୁଆ ପୋକକୁ। କିନ୍ତୁ ଯେତେବେଳେ ମୁଁ ପ୍ରକୃତିରେ ତାକୁ ଦେଖେ, ଇଏ ହଉଛି ବହୁତ ଅସନା ପୋକ। ଆଉ ଇଏ ବହୁତ ଖାଏ, ବହୁତ ପ୍ରକୃତିରେ ସେ ଖାଇଥାଏ। ସେଥିପାଇଁ ଏ ପୋକ ହଉଛି ଏ ପ୍ରକାର ପୋକ ଯିଏକି ଲୋକ ଏହାକୁ କେମିତି ପସନ୍ଦ କରନ୍ତି ନାହିଁ। ଏ ଜାଗାରେ ଆପଣ ଦେଖିପାରୁଥିବେ। ତ ଏଇଟା ହଉଛି ଗୋଟେ ସେ ସେ ପୋକ ଯିଏକି ସାମ୍ବାଳୁଆ ପୋକ। ଆଉ ଏଇଟା ହଉଛି ସେ ସାମ୍ବାଳୁଆ ପୋକ। ଆପଣମାନେ ସମସ୍ତେ ଦେଖିଥିବେ, କୋଉ ଗଛରେ ଥିବ, କୋଉ କି କାନ୍ଥରେ ଥିବ। ଉଁ। ଏ ଏ ସାମ୍ବାଳୁଆ ପୋକ ବହୁତ ଅସନା, ଆଉ ଏହାକୁ ଲୋକ ବହୁତ ଘୃଣା କରନ୍ତି। କିନ୍ତୁ ଆପଣମାନଙ୍କୁ ମୁଁ ଗୋଟେ ବିଷୟକୁ ଦେଖେଇବି, ଆପଣମାନେ ଦେଖିପାରିବେ। ଏଇଟାକୁ ଦେଖନ୍ତୁ, ଏଇଟା ହଉଛି ଏ ସାମ୍ବାଳୁଆ ପୋକ ପୁନର୍ଜନ୍ମ ପାଇଲା ପରେ ଏ ପ୍ରକାର ଗୋଟେ ପ୍ରଜାପତି ଭାବରେ ସେ ପରିଣତ ହଉଛି। ସେଥିପାଇଁ ତା ମାନେ କଣ? ଇଏ ଦ୍ଵିତୀୟ ସୃଷ୍ଟି ହେଲା। ଏ ଦ୍ଵିତୀୟ ନୂଆ ଜୀବନ ପ୍ରକୃତିରେ ପାଇଲା, ପୁନର୍ଜନ୍ମ ପ୍ରକୃତିରେ ପାଉଛି। ସେଥିପାଇଁ ଏ ଜାଗାରେ ଦେଖିବେ, ଏଇଟା ହଉଛି ଅଣ୍ଡା, ଏଇଟା ହଉଛି ସାମ୍ବାଳୁଆ। ଆଁ? ତ ଦିନେ ଏ ପ୍ରକାର ସାମ୍ବାଳୁଆ ଅନେକ ପତ୍ର ଖାଉଛି। ଆଉ ସେତେବେଳେ ତାକୁ ଭକ୍ଷକ ବୋଲି ପ୍ରକୃତିରେ କୁହାଯାଉଛି। ଏତେ ଖାଇବ, ଏତେ ଖାଇବ, ବହୁତ ଖାଇବ ସେ। କିନ୍ତୁ ଦିନେ ସେ ଏ ପ୍ରକାର ଭାବରେ ପ୍ରକୃତିରେ ତାର ଜୀବନ ପ୍ରକୃତିରେ ହେଇଯାଉଛି। ଏ ଜାଗାରେ ଆପଣ ଦେଖୁଥିବେ। ଉଁ? କିନ୍ତୁ ଦିନେ ସେ ପ୍ରକାର ହେଲା ପରେ ସେ ଗୋଟେ ଅଡଲ୍ଟ ପ୍ରକୃତିରେ ହେଇଯାଉଛି। ଅଡଲ୍ଟ ହେଲା ପରେ ସେ ଜାଗାରେ ପ୍ରକୃତିରେ ସେ ବାହାରିକି ଗୋଟେ ସୁନ୍ଦର ପ୍ରଜାପତି ହେଇପାରୁଛି। ଠିକ ସେହିପରି ଯେତେବେଳେ ଆମମାନେ ଯୀଶୁଙ୍କ ଭିତରେ ପ୍ରବେଶ କରିବା, ଯୀଶୁଙ୍କ ଭିତରେ ପ୍ରକୃତିରେ ଆମେ ଯେତେବେଳେ ନିଜକୁ ପାଇବା, ଆମେ ମଧ୍ୟ ଏ ପ୍ରକୃତିରେ ଏ ଅସନା ସମ୍ବାଳୁଆ ପୋକ ପରି, ଅଧୈର୍ଯ୍ୟ ସମ୍ବାଳୁଆ ପୋକ ପରି ନ ରହିକି ଆମେ ଦିନେ ପ୍ରଜାପତି ପରି ଆକାଶରେ ପ୍ରକୃତିରେ ଉଡ଼ିପାରିବା। ସେଥିପାଇଁ ଦ୍ୱିତୀୟ କରନ୍ତୀୟ 5 ପର୍ବର 16 ଆଉ 17 ପଦର ଗୋଟେ ବାକ୍ୟ ଅଛି। ମୁଁ ଆପଣଙ୍କ ପ୍ରକୃତିରେ ଦେଖେଇବି।
ଅତଏବ ଆଜିଠାରୁ ଆମେମାନେ ଶରୀର ଅନୁସାରେ କାହାରିକି ଜାଣୁନାହୁଁ। ଯଦି ଏବେ ଖ୍ରୀଷ୍ଟଙ୍କ ଶରୀର ଅନୁସାରେ ଆମେମାନେ ଜାଣୁଅଛୁ, ତଥାପି ଏବେ ଆଉ ତାହାଙ୍କୁ ସେହିପରି ଜାଣୁନାହୁଁ। ଏଣୁ ଯଦି କେହି ଖ୍ରୀଷ୍ଟଙ୍କଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହୋଇଅଛି। ପୁରାତନ ବିଷୟ ସବୁ ଲୋପ ପାଇଅଛି, ଦେଖ ନୂତନ ବିଷୟ ସବୁ ହୋଇଅଛି। ତେବେ 17 ପଦ ହେଉଛି ବେଶୀ ଇମ୍ପୋର୍ଟାଣ୍ଟ ବାକ୍ୟ। ଆଉ ଏଣୁ ଯଦି କେହି ଖ୍ରୀଷ୍ଟଙ୍କଠାରେ ଅଛି, ତେବେ ସେ ନୂତନ ସୃଷ୍ଟି ହେଇଛି। ସତରେ ଆପଣମାନେ ନିଜକୁ ପଚାରନ୍ତୁ, ଆପଣମାନେ ଖ୍ରୀଷ୍ଟଙ୍କ ଭିତରେ ଅଛନ୍ତି କି? ଆପଣ ଖ୍ରୀଷ୍ଟଙ୍କୁ ବିଶ୍ୱାସ କରୁଅଛନ୍ତି କି? ଆପଣମାନେ ଖ୍ରୀଷ୍ଟ ଯୀଶୁଙ୍କୁ ଗ୍ରହଣ କରିଅଛନ୍ତି କି? ଯଦି ଆପଣମାନେ ଖ୍ରୀଷ୍ଟ ଯୀଶୁଙ୍କୁ ଗ୍ରହଣ କରିଅଛନ୍ତି, ତ ନିଶ୍ଚିତ ଭାବରେ ଆପଣମାନେ ହେଉଛନ୍ତି ଜଣେ ଲୋକ ଯିଏକି ନୂତନ ସୃଷ୍ଟି, ନୂଆ ଜୀବନ ପ୍ରକୃତିରେ ପାଇଅଛନ୍ତି। ଆପଣଙ୍କୁ ନୂଆ କର୍ମ କରିବା ଆବଶ୍ୟକ ନାହିଁ, କିନ୍ତୁ ଆପଣଙ୍କୁ ବିଶ୍ୱାସ କରିବା ଆବଶ୍ୟକ ଯେ ମୁଁ ହେଉଛି ନୂଆ ଲୋକ, ନୂଆ ନୂଆ ସୃଷ୍ଟି ହେଇଛି। ମୁଁ ଯୀଶୁଙ୍କ ଭିତରେ ନୂଆ ସୃଷ୍ଟି ହେଇଛି, ନୂଆ ଜୀବନ ପ୍ରକୃତିରେ ପାଇଛି। ପୁରାତନ ଲୋପ ପାଇଛି, ଦେଖ ନୂତନ ହେଇଛି। ସେଥିପାଇଁ ବାଇବଲରେ ଏ ଜାଗାରେ ଆମେ ଦେଖୁଛୁ। ତ ଦିନେ ଗୋଟେ ସମୟ ଥିଲା, ଆମେ ସେ ସାମଳ ପୋକ ପରି, ପାପରେ ପରିପୂର୍ଣ୍ଣ, କଦର୍ଯ୍ୟ, ମିଥ୍ୟାବାଦୀ, ଅହଙ୍କାରୀ, ଗର୍ବି ହେଇକି ପ୍ରକୃତିରେ ଜୀବନ ଯାପନ କରୁଥିଲୁ। କିନ୍ତୁ ଯୀଶୁ ଖ୍ରୀଷ୍ଟ ଆସିଲା ପରେ ଆମେ ଯେତେବେଳେ ଯୀଶୁଙ୍କ ଭିତରେ ପ୍ରବେଶ କରୁଅଛୁ, ଆମେ ଜଣେ ଲୋକ ଗୋଟେ ନୂତନ ଜୀବନ ପ୍ରକୃତିରେ ପାଇପାରୁଛୁ। ସେଥିପାଇଁ ପୁରାତନ ଲୋପ ହେଲା, ଦେଖ ନୂତନ ହେଲା ବୋଲି ପ୍ରକୃତିରେ ଲେଖା ହେଲା। ସେଥିପାଇଁ ଆପଣମାନେ ପଚାରନ୍ତୁ, ଆପଣମାନେ ନୂତନ 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 ଲୋକ ନା ଆପଣମାନେ ପୁରାତନ ଲୋକ? ଯଦି ଆପଣମାନେ ପୁରାତନରେ ଅଛନ୍ତି, ତେବେ ଆପଣ ହେଉଛନ୍ତି ପାପୀ, ଆପଣ କେବେ ଧାର୍ମିକ ହେଇପାରିବେନି। କିନ୍ତୁ ଯଦି ଆପଣମାନେ ଯୀଶୁଙ୍କ ଭିତରେ ପ୍ରବେଶ କରିଅଛନ୍ତି, ଯୀଶୁଙ୍କର ବାକ୍ୟ ଗ୍ରହଣ କରୁଅଛନ୍ତି, ଯୀଶୁଙ୍କୁ ବିଶ୍ୱାସ କରୁଅଛନ୍ତି, ଆପଣ ଜାଣନ୍ତୁ ଆପଣ ନୂତନ ସୃଷ୍ଟି। ପୁରାତନ ଲୋପ ପାଇଲା, ଦେଖ ନୂତନ ହେଲା। ତା ମାନେ ଆପଣଙ୍କ ଭିତରେ ଯୀଶୁ ଖ୍ରୀଷ୍ଟ ଅଛନ୍ତି। ସେଥିପାଇଁ ସେ ଭଲ କାମ କରିପାରିବେ, ସେ ଭଲ ପ୍ରକୃତିରେ ଚିନ୍ତା କରିପାରିବେ। ଯେତେବେଳେ ଯୀଶୁ ଆପଣଙ୍କ ଜୀବନରେ ଅଛନ୍ତି, ସେ ଯୀଶୁ ଆପଣଙ୍କ ଲାଇଫ ପାଇଁ କାମ କରିବେ। ଆପଣ କରିବା ପରିବର୍ତ୍ତେ ଆପଣଙ୍କ ପାଇଁ ଯୀଶୁ କାମ କଲେ ସେଇଟା ବହୁତ ସହଜ। ସେଥିପାଇଁ ଆଉ ଗୋଟେ ବାକ୍ୟ ମୁଁ ଆପଣମାନଙ୍କୁ ଦେଖେଇବି। ଗାଲାତିଆ ପୁସ୍ତକ 2 ପର୍ବର 20 ପଦରେ ଗୋଟେ ବାକ୍ୟ ଲେଖା ଅଛି। ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହୋଇଅଛି। ମୁଁ ଆଉ ଜୀବିତ ନୁହେଁ, ମାତ୍ର ଖ୍ରୀଷ୍ଟ ମୋ ଠାରେ ଜୀବିତ ଅଛନ୍ତି। ପୁଣି ମୁଁ ଶରୀରରେ ଥାଇ ବର୍ତ୍ତମାନ ଯେଉଁ ଜୀବନ ଯାପନ କରୁଅଛି ତାହା ବିଶ୍ୱାସ, ଅର୍ଥାତ୍ ଈଶ୍ୱରଙ୍କ ଯେଉଁ ପୁତ୍ର ମୋତେ ପ୍ରେମ କରି ମୋ ନିମନ୍ତେ ଆପଣଙ୍କୁ ଉତ୍ସର୍ଗ କଲେ, ତାହା ତାହାଙ୍କ ଠାରେ ବିଶ୍ୱାସ କରି ଯାପନ କରୁଅଛି। ଏ ଜାଗାରେ ଲେଖା ହେଇଛି ଫାଷ୍ଟ କଣ? ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହୋଇଅଛି। ଆପଣ ଜାଣିବା ଦରକାର ମୁଁ ଖ୍ରୀଷ୍ଟଙ୍କ ସହିତ ମରିଛି ବୋଲି। ଏଇଟା ହେଉଛି ଫାଷ୍ଟ ପଏଣ୍ଟ। ସେକେଣ୍ଡ ପଏଣ୍ଟ କଣ? ମୁଁ ଆଉ ଜୀବିତ ନାହିଁ। ଯଦି ଆପଣ ଜୀବିତ ନାହାନ୍ତି, ଆପଣଙ୍କ ଭିତରେ ଭଲ କାମ କରିବା ପାଇଁ କିଏ ପ୍ରକୃତିରେ ବନଉଛି? ନିଶ୍ଚିତ ଭାବରେ ସେ ହେଉଛି ଶୈତାନ, ଆପଣଙ୍କୁ ଠକୁଛି। କିନ୍ତୁ ପ୍ରକୃତ ବିଷୟ ଯେତେବେଳେ ଆପଣ ଦେଖିବେ, ଆପଣ ଯୀଶୁଙ୍କ ଭିତରେ ମରିଥିବା ଲୋକ, ଆପଣ ଯୀଶୁଙ୍କ ଭିତରେ ମରି ଅଛନ୍ତି। ସେଥିପାଇଁ ତୃତୀୟ ବିଷୟ ଦେଖିବା, ମାତ୍ର ଖ୍ରୀଷ୍ଟ ମୋ ଠାରେ ଜୀବିତ ଅଛନ୍ତି। ତ ଆପଣଙ୍କ ଭିତରେ କିଏ ଜୀବିତ ଅଛନ୍ତି? ଯଦି ଯୀଶୁ ଜୀବିତ ଅଛନ୍ତି, ଖ୍ରୀଷ୍ଟ ଜୀବିତ ଅଛନ୍ତି, ତେବେ ଆପଣ ହେଉଛନ୍ତି ଜଣେ ଲୋକ ନୂତନ ସୃଷ୍ଟି। ଆପଣଙ୍କ ଭିତରେ ଯୀଶୁ ପ୍ରକୃତିରେ କାମ କରୁଛନ୍ତି। ସେଥିପାଇଁ ତଳେ ଲେଖା ହେଲା 4 ନମ୍ବର ବିଷୟ। ପୁଣି ମୁଁ ଶରୀରରେ ଥାଇ ବର୍ତ୍ତମାନ ଯେଉଁ ଜୀବନ ଯାପନ କରୁଅଛି ତାହା ବିଶ୍ୱାସ। ସେଥିପାଇଁ ମନୁଷ୍ୟ ବିଶ୍ୱାସର ଲାଇଫ ପ୍ରକୃତିରେ ବଞ୍ଚିବା ଆବଶ୍ୟକ। ମନୁଷ୍ୟ ବିଶ୍ୱାସ କରିବା ଆବଶ୍ୟକ କି ହଁ ପ୍ରଭୁ ମୋ ପାଇଁ ଆସିଥିଲେ, ମୁଁ ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହେଇଛି, ମୁଁ ଆଉ ଜୀବିତ ନାହିଁ, ମୋ ଭିତରେ ଖ୍ରୀଷ୍ଟ ଜୀବିତ ଅଛନ୍ତି। ଏ ପ୍ରକାର ବିଷୟ ମନୁଷ୍ୟ ପାଇବାଟା ବହୁତ ଗୁରୁତ୍ୱପୂର୍ଣ୍ଣ। ସେଥିପାଇଁ ମୁଁ ଆଶା କରେ ଆପଣମାନେ ଯେତେବେଳେ ନିଜେ ଚେଷ୍ଟା କରିବା ପରିବର୍ତ୍ତେ ନିଜେ ଆଁ, ନିଜେ ନିଜକୁ ପ୍ରତିଜ୍ଞା କରିବା ପରିବର୍ତ୍ତେ ଆପଣ ନିଜକୁ ଜାଣନ୍ତୁ ମୁଁ ହେଉଛି ଦୁଷ୍ଟ, ମୁଁ ହେଉଛି ମନ୍ଦ ଲୋକ। ଏତିକି ସ୍ୱୀକାର କଲେ ଆପଣମାନେ ଯୀଶୁଙ୍କ ଭିତରେ ପ୍ରବେଶ କରିପାରିବେ, ଯୀଶୁଙ୍କୁ ଗ୍ରହଣ କରିପାରିବେ, ନୂଆ ଜୀବନ ପ୍ରକୃତିରେ ବଞ୍ଚିପାରିବେ। ସେ ସମୟରେ ଆପଣମାନଙ୍କ ଜୀବନରେ ପ୍ରତ୍ୟେକ ସମସ୍ୟା ପରିସ୍ଥିତି ପ୍ରକୃତିରେ ଶେଷ ହେଇଯିବ। ନିଜର କାର୍ଯ୍ୟ, ନିଜର ବ୍ୟବହାର ପ୍ରକୃତିରେ ଶେଷ ହେଇଯିବ। ଆପଣମାନେ ଜାଣିବାକୁ ପାଇବେ, ହଁ ମୁଁ ବଞ୍ଚି ନାହିଁ, ମୋ ମୋ ଭିତରେ ଖ୍ରୀଷ୍ଟ ବଞ୍ଚି ଅଛନ୍ତି। ସତରେ ଖ୍ରୀଷ୍ଟ ଯଦି ବଞ୍ଚି ଅଛନ୍ତି, ଖ୍ରୀଷ୍ଟ ହେଉଛନ୍ତି ଭଲ ଗଛ, ସେ ଭଲ ଫଳ ଫଳି ପାରିବେ। କିନ୍ତୁ ମନୁଷ୍ୟ ହେଉଛି ମନ୍ଦ ଗଛ। ମନୁଷ୍ୟ ଯେତେ ଭଲ ଫଳିବା ପାଇଁ ଚାହିଁଲେ ମଧ୍ୟ ଭଲ ଫଳ ଫଳି ପାରିବ ନାହିଁ। ମନୁଷ୍ୟ ଭିତରେ କେବଳ ମନ୍ଦ ମନ୍ଦ ଫଳ ହିଁ ଅଛି। ସେଠି ଫାଷ୍ଟ ଏ ବିଷୟ ପ୍ରକୃତିରେ ମନୁଷ୍ୟ ଜାଣିବାର ଅଛି। ସେଥିପାଇଁ
ତଳେ ଲେଖା ହେଲା, ଆଁ, ମୋତେ ପ୍ରେମ କରି ମୋ ନିମନ୍ତେ ଆପଣଙ୍କୁ ଉତ୍ସର୍ଗ କଲେ, ତାହାଙ୍କ ଠାରେ ବିଶ୍ୱାସ କରି ଯାପନ କରୁଅଛି। ତ ମୋତେ କିଏ ପ୍ରେମ କଲେ? ମୋତେ କିଏ ପ୍ରେମ କରିପାରିବ? ଜଗତରେ ଲୋକ କେହି ମୋତେ ପ୍ରେମ କରିପାରିବେ ନାହିଁ। ଜଣେ ଲୋକ ସେ ପ୍ରେମ କରିପାରିବେ, ସେ ହେଉଛନ୍ତି ଖ୍ରୀଷ୍ଟ ଯୀଶୁ ଅଟନ୍ତି। ସତରେ ଆପଣମାନଙ୍କ ଜୀବନରେ ଯେତେବେଳେ ଯୀଶୁଖ୍ରୀଷ୍ଟ ପ୍ରଭୁ ଭିତରେ ପ୍ରବେଶ କରିବେ, ଯୀଶୁଖ୍ରୀଷ୍ଟ ଯେତେବେଳେ ଆପଣମାନଙ୍କ ଭିତରେ ବାସ କରିବେ, ସେ ଆପଣମାନଙ୍କ ନିମନ୍ତେ କାର୍ଯ୍ୟ କରିବେ। ସେ ଆପଣମାନଙ୍କ ପାଇଁ ପ୍ରଭୁ ଭିତରେ ଚିନ୍ତା କରିବେ। ସେ ଯେତେବେଳେ ଚିନ୍ତା କରିବେ, ସେ ଯେତେବେଳେ ଆପଣମାନଙ୍କ ପାଇଁ କାମ କରିବେ, ଆପଣମାନେ ପ୍ରଭୁ ଭିତରେ ବିଶ୍ରାମ କରିବେ। କେବଳ ନୂତନ ସୃଷ୍ଟି ଭାବରେ ସେ ଜାଗାରେ ନୂଆ ଜୀବନ ପ୍ରଭୁ ଭିତରେ ବଞ୍ଚି ପାରିବେ। ମୁଁ ଆଶା କରେ ଦିନେ ଏ ଶାବଳ ପୋକ କେବଳ ଗୋଟେ ଭକ୍ଷକ ହେଇକି ଥିଲା। ଅନେକ ଗୋଟେ ଖାଲି ଖାଉଥିଲା ସେ। କିନ୍ତୁ ଗୋଟେ ତାର ସମୟ ଆସୁଛି, ଦିନେ ସେ ପ୍ରଜାପତି ହେଇକି ଆକାଶରେ ପ୍ରଭୁ ଭିତରେ ଉଡୁଛି। ଦିନେ ସେ ଭକ୍ଷକ ଥିଲା, କିନ୍ତୁ ପ୍ରଜାପତି ହେଲା ପରେ ସେ କେବଳ ଭକ୍ଷକ ହେଇପାରୁନାହିଁ। କିନ୍ତୁ ସେ ଗୋଟେ ଫୁଲ ଗଛକୁ ଯାଇକି ଫୁଲ ଉପରେ ବସିକି ସେ ଫୁଲ ଭିତରେ ଥିବା ମହୁ ପ୍ରଭୁ ଭିତରେ ଖାଇପାରୁଛି। ଠିକ୍ ସେହିପରି ଆପଣମାନେ ଯେତେବେଳେ ଯୀଶୁଙ୍କ ଭିତରେ ପ୍ରବେଶ କରିବେ, ଯୀଶୁଙ୍କୁ ଯେତେବେଳେ ଗ୍ରହଣ କରିବେ, ସେ ସମୟରେ ଯୀଶୁ ଆପଣମାନଙ୍କ ପ୍ରକୃତିରେ ଏଁ, ନିଜେ କରିବା ପରିବର୍ତ୍ତେ ଆପଣମାନଙ୍କ ପାଇଁ ଯୀଶୁ ସମସ୍ତ ବିଷୟ କାର୍ଯ୍ୟ କରିବେ। ସେ ସମୟରେ ଆପଣମାନେ ଏ ଦୁନିଆରେ ବହୁତ ଖୁସିର ଲୋକ ହେଇଯିବେ, ଆଶାର ଲୋକ ପ୍ରକୃତରେ ହେଇଯିବେ, ଆନନ୍ଦରେ ପ୍ରକୃତିରେ ବଞ୍ଚି ପାରିବେ। ମୁଁ ଆଶା କରେ ଆପଣମାନେ ଏ ବାକ୍ୟ ଅଧିକରୁ ଅଧିକ ପ୍ରକୃତରେ ଶୁଣନ୍ତୁ। ଆଉ ମୁଁ ଚାହେଁ ଆପଣମାନେ ନୂଆ ଜୀବନ, ନୂଆ ଆଶା ପ୍ରକୃତିରେ ବଞ୍ଚି ପାରିବେ। ଆଉ ଏ ଜଗତ ହେଉଛି ଅଳ୍ପ ସମୟ ପରମେଶ୍ୱର ଆମମାନଙ୍କୁ ଦେଇ ଆସନ୍ତି। ମୁଁ ଯେତେବେଳେ ବାକ୍ୟ ପଢୁଥିଲି, ସେଠି ଗୋଟେ ବାକ୍ୟ ପ୍ରକୃତିରେ ମୁଁ ପାଇଲି। ପ୍ରେରିତ ପୁସ୍ତକ ଗୋଟେ ପୁସ୍ତକ ଅଛି। ଆଉ ସେ ପୁସ୍ତକରେ ଗୋଟେ ବାକ୍ୟ ପ୍ରକୃତିରେ ଅଛି। ମୁଁ ସେ ବାକ୍ୟ ପଢିଲା ପରେ ବହୁତ ଆଶ୍ଚର୍ଯ୍ୟ ହେଇଗଲି। ଆଉ ପରମେଶ୍ୱର ମନୁଷ୍ୟକୁ ସେ ଗୋଟେ ସମୟକୁ ପ୍ରକୃତିରେ ଦେଇ ଆସନ୍ତି। ଆଉ ମନୁଷ୍ୟ ସେତିକି ପର୍ଯ୍ୟନ୍ତ ପ୍ରକୃତିରେ ବଞ୍ଚିବ। ଆଉ ମନୁଷ୍ୟ ପ୍ରକୃତିରେ ଦିନେ ଏ ପ୍ରକାର ଭାବରେ ସେ ପ୍ରକୃତିରେ ଅଦୃଶ୍ୟ ହେଇଯିବ। ସେଥିପାଇଁ ମୁଁ ସେ ବାକ୍ୟ ଆପଣମାନଙ୍କୁ ଟିକେ ଦେଖିବା ପାଇଁ ଚାହେଁ। ପ୍ରେରିତ 17 ପର୍ବର 26 ପଦ ବାକ୍ୟ। ଆଉ ସେ ପୃଥିବୀରେ ସର୍ବତ୍ର ବାସ କରିବା ନିମନ୍ତେ ଏକ ବ୍ୟକ୍ତି ଠାରୁ ସମସ୍ତ ମାନବ ଜାତି ସୃଷ୍ଟି କରିଆସନ୍ତି। ସେ ସେମାନଙ୍କର ନିର୍ଦ୍ଦିଷ୍ଟ କାଳ ନିବାସର ସୀମା ସ୍ଥିର କରିଆସନ୍ତି। ସେଥିପାଇଁ ପରମେଶ୍ୱର ମନୁଷ୍ୟକୁ ନିର୍ଦ୍ଦିଷ୍ଟ କାଳକୁ ଦେଇ ଆସନ୍ତି ଏ ପୃଥିବୀରେ ବାସ କରିବା ପାଇଁ। ତ କାହିଁକି ନିର୍ଦ୍ଦିଷ୍ଟ କାଳ ପରମେଶ୍ୱର ଦେଲେ? ଯେହେତୁ ଏ ପୃଥିବୀ ହେଉଛି ମନୁଷ୍ୟ ପାଇଁ ଅନନ୍ତକାଳୀନ ଦୁନିଆ ପ୍ରକୃତିରେ ନାହିଁ। କିନ୍ତୁ ଅନନ୍ତକାଳୀନ ଦୁନିଆ ହେଉଛି ମନୁଷ୍ୟ ପାଇଁ ସ୍ୱର୍ଗ ପ୍ରକୃତିରେ ଅଛି। ସେଥିପାଇଁ ମଲା ପରେ ମନୁଷ୍ୟ ଜୀବନରେ ଦୁଇ ପ୍ରକାର ରାସ୍ତା ଅଛି। ଗୋଟେ ହେଉଛି ସ୍ୱର୍ଗ, ଆଉ ଗୋଟେ ହେଉଛି ନରକ। ଯେତେବେଳେ ମନୁଷ୍ୟ ପ୍ରକୃତିରେ ଏଁ, ସ୍ୱର୍ଗକୁ ଯିବା ପାଇଁ ଇଚ୍ଛା କରିବ, ତ ନିଜର ପରିଶ୍ରମ ନିଜର ଚେଷ୍ଟା ଦ୍ୱାରା କେବେ ହେଇପାରିବ ନାହିଁ। ସେ ଯୀଶୁଙ୍କର କର୍ମ, ଯୀଶୁଙ୍କର କାର୍ଯ୍ୟକୁ ବିଶ୍ୱାସ କରିବା ଆବଶ୍ୟକ। ଯୀଶୁ ମୋ ପାଇଁ କ୍ରୁଶରେ ହତ ହେଇଛନ୍ତି। ମୋତେ ମୁଁ ବି ଖ୍ରୀଷ୍ଟଙ୍କ ସହିତ କ୍ରୁଶରେ ହତ ହେଇଅଛି। ମୁଁ ଜୀବିତ ନାହିଁ, ମୋ ଭିତରେ ଖ୍ରୀଷ୍ଟ ଜୀବିତ ଅଛନ୍ତି। ଜଣେ ଲୋକ ଏତିକି ବି ପ୍ରକୃତିରେ ଯଦି ଜାଣିଲା, ସେ ନିଜେ ନିଜର ଲାଇଫ୍ କେମିତି ବଞ୍ଚି ପାରିବ ନାହିଁ। ନିଜେ ନିଜକୁ ମାଲିକ କରିକି କେମିତି ବଞ୍ଚି ପାରିବ ନାହିଁ। ସତରେ ସେ ସମୟରେ ମନୁଷ୍ୟ ଜୀବନରେ ଭୟ ଆସିବ। ସତରେ ମୁଁ କୋଉ ପ୍ରକାର ଲାଇଫ୍ ପ୍ରକୃତିରେ ବଞ୍ଚୁଅଛି। ସତରେ ମୁଁ ମୋର ଲାଇଫ୍ ଯୋଉଟା ବଞ୍ଚୁଛି ସେଇଟା ମୋର ଲାଇଫ୍ ନାହିଁ, ଏଇଟା ହେଉଛି ଶୈତାନର ଲାଇଫ୍। ଯେତେବେଳେ ମନୁଷ୍ୟ ଏ ପ୍ରକାର ଭାବରେ ଜାଣିବ, ମନୁଷ୍ୟ ସିଧାସଳଖ ପ୍ରକୃତିରେ ମନ ପରିବର୍ତ୍ତନ କରିକି ଈଶ୍ୱରଙ୍କ ଆଡ଼କୁ ପ୍ରକୃତିରେ ଫେରିବ। କିନ୍ତୁ ଏଠି ଦୁନିଆରେ ଅନେକ ଲୋକ ପ୍ରକୃତ ଅଛନ୍ତି, ନିଜକୁ ଠିକ୍ ବୋଲି ମନେ କରୁଅଛନ୍ତି, ନିଜକୁ ଠିକ୍ ରାସ୍ତାରେ ପ୍ରକୃତିରେ ରଖି ଅଛନ୍ତି। ସେଇଥିପାଇଁ ମନୁଷ୍ୟମାନଙ୍କ ଜୀବନରେ ଅନେକ ଗୁଡ଼ିଏ ଝଡ଼ ଅଛି, ଅନେକ ଗୁଡ଼ିଏ କଷ୍ଟ ଅଛି। ଏଁ, ସେଥିପାଇଁ ପରମେଶ୍ୱର କ'ଣ କହୁଛନ୍ତି? ଏଁ, ଏ ପୃଥିବୀରେ ସର୍ବତ୍ର ବାସ କରିବା ନିମନ୍ତେ ଏକ ବ୍ୟକ୍ତି ଠାରୁ ସମସ୍ତ ମାନବ ଜାତି ସୃଷ୍ଟି କରିଅଛନ୍ତି। ସେ ସେମାନଙ୍କର ନିର୍ଦ୍ଦିଷ୍ଟ କାଳ ନିବାସର ସୀମା ସ୍ଥିର କରିଅଛନ୍ତି। ତା ମାନେ ମନୁଷ୍ୟ ଚାହିଁଲେ ମଧ୍ୟ ପ୍ରକୃତିରେ ଅଧିକ ବର୍ଷ ବଞ୍ଚି ପାରିବ ନାହିଁ। ଯେତିକି ପର୍ଯ୍ୟନ୍ତ ପରମେଶ୍ୱର ନିର୍ଦ୍ଧାରିତ କରିଅଛନ୍ତି ମନୁଷ୍ୟ ବଞ୍ଚି ପାରିବା ନିମନ୍ତେ, ମନୁଷ୍ୟ ସେତିକି ପର୍ଯ୍ୟନ୍ତ ବଞ୍ଚିବ। ଦିନେ ପ୍ରକୃତିରେ ନିବାସର ସୀମା ଯାହା ପରମେଶ୍ୱର ସ୍ଥିର କରିଛନ୍ତି ସେ ଯାହାକୁ ଯିବା ପାଇଁ ବାଧ୍ୟ ହବ। ସେଥିପାଇଁ ପରମେଶ୍ୱର ମନୁଷ୍ୟ ପାଇଁ ସ୍ୱର୍ଗ ପ୍ରକୃତିରେ ରଖି ଅଛନ୍ତି। ସେଥିପାଇଁ ପ୍ରତ୍ୟେକ ଲୋକ ସ୍ୱର୍ଗ ଯାଇପାରିବେ ନାହିଁ। କିନ୍ତୁ ଯିଏ ଯୀଶୁଙ୍କର କାର୍ଯ୍ୟକୁ ବିଶ୍ୱାସ କରୁଅଛି, ଯିଏ ଯୀଶୁ ଖ୍ରୀଷ୍ଟଙ୍କର କର୍ମକୁ ଗ୍ରହଣ କରିଅଛି, ଯିଏ ଯୀଶୁ ଖ୍ରୀଷ୍ଟଙ୍କ ପ୍ରକୃତିରେ ପାଇଅଛି,
ନୂତନ ସୃଷ୍ଟି ହୋଇଅଛି। ସେ ଦିନେ ସ୍ୱର୍ଗ ପ୍ରକୃତିରେ ଯିବ। ଯାହାର ପାପ ଆଚ୍ଛାଦିତ ହେଇଛି ସେ ଧନ୍ୟ ଲେଖା ହେଇଛି। ସେଥିପାଇଁ ଯୀଶୁ ଖ୍ରୀଷ୍ଟ ଜଗତକୁ ଆସିଲେ ଆମ ସମସ୍ତଙ୍କର ପାପ ବହନ କରିବା ପାଇଁ। ରୋମୀ ପୁସ୍ତକ 4 ପର୍ବର 25 ପଦରେ ଲେଖାଯାଇଛି, ସେହି ଯୀଶୁ ଆମ୍ଭମାନଙ୍କ ଅପରାଧ ନିମନ୍ତେ ସମର୍ପିତ ହେଲେ, ପୁଣି ଆମ୍ଭେମାନେ ଧାର୍ମିକ ଗଣିତ ହେବା ନିମନ୍ତେ ଉତ୍ଥାପିତ ହେଲେ। ସତରେ ଗୋଟେ ବାକ୍ୟ ଆମକୁ କୁଆଡ଼େ ପ୍ରଭୁତ୍ୱରେ ନେଇକି ଯାଉଛି। ଏ ଗୋଟେ ବାକ୍ୟ ଦ୍ୱାରା ଆମେ ଜାଣିପାରିବା ଦିନେ ଯୀଶୁ ମୋ ପାଇଁ କ୍ରୁଶରେ ଚଢ଼ିଲେ, ଦିନେ ଯୀଶୁ ମୋ ପାଇଁ ପୁନରୁତ୍ଥିତ ହେଲେ। ତ ଯୀଶୁ କ୍ରୁଶରେ ଚଢ଼ିବାର ଉଦ୍ଦେଶ୍ୟ ହେଉଛି ମୋର ଅପରାଧ ପାଇଁ, କିନ୍ତୁ ଯୀଶୁ ଉଠିବାର ଉଦ୍ଦେଶ୍ୟ ହେଉଛି ମୋତେ ଧାର୍ମିକ ଗଣନା କରିବା ପାଇଁ। ମୁଁ ଆଶା କରେ ଆପଣମାନଙ୍କୁ ପରମେଶ୍ୱର ପୁରା ଭାବରେ ଧାର୍ମିକ ଗଣନା କରିଅଛନ୍ତି। ଯେତେବେଳେ ବାକ୍ୟ ବିଶ୍ୱାସ କରିବେ, ହୃଦୟରେ ଗ୍ରହଣ କରିବେ, ଆପଣମାନେ ଗୋଟେ ନୂତନ ଜୀବନ ପ୍ରଭୁତ୍ୱରେ ବଞ୍ଚିପାରିବେ। ମୁଁ ଆଶା କରେ ଆଜି ମୁଁ ଏତିକି କହିବି। ବେଶୀ ଧନ୍ୟବାଦ ସମସ୍ତଙ୍କୁ। ପ୍ରେଜ୍ ଦ ଲର୍ଡ।